ପୂର୍ତ୍ତ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ। ବିକଶିତ ବାଲେଶ୍ୱର ନିର୍ମାଣ ଉପରେ ଗୁରୁତ୍ୱ ଦେଲେ ସଦର ବିଧାୟକ ମାନସ କୁମାର ଦତ୍ତ। ପୂର୍ତ୍ତ ବିଭାଗ ପକ୍ଷରୁ ସଦର ନିର୍ବାଚନ ମଣ୍ଡଳୀରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସଦର ବିଧାୟକ ମାନସ କୁମାର ଦତ୍ତ ଏଥିରେ ଯୋଗଦେଇ ବିକଶିତ ବାଲେଶ୍ୱର ନିର୍ମାଣର ବାର୍ତ୍ତା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ସରକାରଙ୍କ ପକ୍ଷରୁ ଘୋଷିତ ତଥା ପ୍ରସ୍ତାବିତ ବିଭିନ୍ନ ମୂଳକ କାର୍ଯ୍ୟରେ ପୂର୍ତ୍ତ ବିଭାଗର ଅବଦାନ ବେଶ ଗୁରୁତ୍ୱପୂର୍ଣ୍ଣ। ସରକାରୀ ଯୋଜନାର ସୁଫଳ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ପ୍ରକଳ୍ପଗୁଡ଼ିକ ସମୟ ସୀମା ମଧ୍ୟରେ ସମ୍ପୂର୍ଣ୍ଣ ହେବାର ଆବଶ୍ୟକତା ରହିଛି। ମାତ୍ର ବିଭାଗୀୟ ଉଦାସୀନତା କାରଣରୁ ସମସ୍ତ ଯୋଜନା ଦିଗହରା ହେବାକୁ ନେଇ ଶ୍ରୀ ଦତ୍ତ ଉଦ୍ବେଗ ପ୍ରକାଶ କରିଥିଲେ। ଏହି କ୍ରମରେ ସଦର ବ୍ଲକ ଅନ୍ତର୍ଗତ ଓଲନ୍ଦା ସାର୍ଗା ପଞ୍ଚାୟତର ହିଞ୍ଜଳାଠାରେ ନିର୍ମାଣାଧୀନ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ମନ୍ଥର କାର୍ଯ୍ୟଧାରାର କାରଣ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ସେ ପ୍ରଶ୍ନ କରିଥିଲେ। ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ବିଗତ 4 ବର୍ଷ ଧରି ଚାଲିବା ପୂର୍ତ୍ତ ବିଭାଗର ଅପାରଗତାକୁ ଦର୍ଶାଉଛି ବୋଲି ଶ୍ରୀ ଦତ୍ତ ପ୍ରକାଶ କରିଛନ୍ତି। ତୁରନ୍ତ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ପଦକ୍ଷେପ ନେବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ବାଲେଶ୍ୱର ସହରର ଏକାଧିକ ରାସ୍ତା ପୂର୍ତ୍ତ ବିଭାଗକୁ ହସ୍ତାନ୍ତର ହୋଇଥିବା ବେଳେ ରାସ୍ତାଗୁଡ଼ିକର ଅବସ୍ଥା ଧୀରେ ଧୀରେ ଶୋଚନୀୟ ହେବାରେ ଲାଗିଛି। ରାସ୍ତା ପାର୍ଶ୍ୱର ନାଳ ଉପରେ ସ୍ଲାବ୍ ନ ପଡ଼ିବା କାରଣରୁ ବହୁ ପଥଚାରୀଙ୍କ ସମେତ ଗୃହପାଳିତ ପଶୁ ନାଳରେ ପଡ଼ି ଖଣ୍ଡିଆ ଖାବରା ହେଉଛନ୍ତି। ତୁରନ୍ତ ସମସ୍ତ ନାଳର ଉପରେ ସ୍ଲାବ୍ ପକାଇବାର ବ୍ୟବସ୍ଥା କରିବାକୁ ଶ୍ରୀ ଦତ୍ତ ପୂର୍ତ୍ତ ବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ରାସ୍ତା ନିର୍ମାଣ ବେଳେ ମାନ ଓ ଗୁଣବତ୍ତା ରକ୍ଷା ପାଇଁ ବିଭାଗୀୟ ଯନ୍ତ୍ରୀମାନେ ସଜାଗ ରହିବାକୁ ସେ କହିଛନ୍ତି। ଏହା ସହିତ ବିଭାଗ ପକ୍ଷରୁ ନୂତନ ପ୍ରକଳ୍ପ ହାତକୁ ନେଇ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବିଧାୟକ ଶ୍ରୀ ଦତ୍ତ ପରାମର୍ଶ ଦେଇଥିଲେ। ପୂର୍ତ୍ତ ବିଭାଗ 1ର ଅଧୀକ୍ଷଣ ଯନ୍ତ୍ରୀ ବଙ୍କିମ ପଣ୍ଡା ଓ ପୂର୍ତ୍ତ ବିଭାଗ 2ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପିନାକୀ ସ୍ୱାଇଁଙ୍କ ସମେତ ବିଭାଗୀୟ ଏସ୍ଡିଓ ଓ କନିଷ୍ଠ ଯନ୍ତ୍ରୀମାନେ ଏହି ବୈଠକରେ ଉପସ୍ଥିତ ରହି ସଦର ନିର୍ବାଚନ ମଣ୍ଡଳୀରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ ବାବଦରେ ତଥ୍ୟ ଉପସ୍ଥାପନ ସହ ବିଧାୟକଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରବି ନାରାୟଣ ମହାପାତ୍ର, ଗୌରାଙ୍ଗ ଦାସ, ସୀତାକାନ୍ତ ସ୍ୱାଇଁ, ଲୋକନାଥ ଭୂୟାଁ, ଅନନ୍ତ ନାୟକ, ଚିତ୍ତରଞ୍ଜନ ପଣ୍ଡା, ରାଜେନ୍ଦ୍ର ଚାଟାର୍ଜୀ, ଶୈଳେନ୍ଦ୍ର ଦାସ, ମନୋରଞ୍ଜନ ନନ୍ଦୀ, ଧୀରଜ ମହାନ୍ତି, ସୌଭାଗ୍ୟ ମାନସ ନାୟକ, ଜିତେନ୍ଦ୍ର ପରମାଣିକ, ରଞ୍ଜନ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।